ଆପଣଙ୍କର ସେଇ ପ୍ରିୟ ଭରତ ପୁଣି ଥରେ ଆପଣଙ୍କୁ ଓଡ଼ିଶା ମିରର ଲାଇଭ୍ କୁ ସ୍ୱାଗତ କରୁଛି। ଏଡିଟର୍ସ ଭ୍ୟୁ କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଶା ମିରର ଲାଇଭ୍ ରେ ଆଜି ଆମେ ଏକ ବିଶେଷ କାର୍ଯ୍ୟକ୍ରମ ଆପଣଙ୍କ ସାମ୍ନାକୁ ଆଣିଛୁ। ଆପଣ ଜାଣିଥିବେ ଭଦ୍ରକ ଜିଲ୍ଲାରେ ବନ୍ଦ ବ୍ଲକ ଅଞ୍ଚଳରେ କେନ୍ଦୁଆପଦା ଗ୍ରାମ ପଞ୍ଚାୟତର ଆମ୍ପର ଗ୍ରାମରେ ରାଜେନ୍ଦ୍ର ଲେଙ୍କା ଜଣେ ସମାଜସେବୀ ଏବଂ ଜଣେ ମାନବ ସେବୀ ଏବଂ ଜଣେ ଶିକ୍ଷାବିତ୍ ମଧ୍ୟ। ତାଙ୍କର ଆଜି ରଜ ଯୋଉ ଓଡ଼ିଶାର ଗୋଟେ ବଡ଼ ପର୍ବ ରହିଛି ଯୋଉ ରଜ ପର୍ବ, ଆଜି ସେ ରଜ ପର୍ବକୁ ସେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। କେମିତି ଆମେ ଆପଣଙ୍କୁ ଦେଖି ଦଉଛୁ। ଆପଣ ଯୋଉ ଭିଡିଓଟିରେ ଦେଖୁଛନ୍ତି, ବିଭିନ୍ନ ଆଦିବାସୀ ଛୁଆଙ୍କୁ ଆଜି ରାଜେନ୍ଦ୍ର ଲେଙ୍କା କେନ୍ଦୁଆପଦା ବଜାରରେ ବସ୍ତ୍ର ଏବଂ ମିଠା ଏବଂ ମାସ୍କ ବଣ୍ଟନ କରିଥିଲେ। ଏ ନେଇ କେନ୍ଦୁଆପଦା ଅଞ୍ଚଳରେ ତାଙ୍କର ପାଖକୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଲୋକଙ୍କର ଆଶୀର୍ବାଦ ତାଙ୍କ ପାଖକୁ ଛୁଟିଥିଲା ଏବଂ ସେ ଏଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାରୁ ତାଙ୍କୁ କେନ୍ଦୁଆପଦାରେ ବୁଦ୍ଧିଜୀବୀ ମହଲରେ ଆଲୋଚନା କରିଛନ୍ତି। ପ୍ରଥମେ ମୁଁ କହି ରଖିବି, ଶିକ୍ଷାବିତ୍ ରାଜେନ୍ଦ୍ର ଲେଙ୍କା ରଜ ଉପଲକ୍ଷେ ଆଦିବାସୀ ଶ୍ରେଣୀର ପିଲାମାନଙ୍କୁ ବସ୍ତ୍ର ବଣ୍ଟନ କଲେ। ଦ୍ୱିତୀୟରେ ତାଙ୍କୁ ମିଠା ଖୁଆଇଲେ ଏବଂ ତାଙ୍କୁ ମାସ୍କ ବଣ୍ଟନ ମଧ୍ୟ କରିଛନ୍ତି। ତେବେ ଆଜି ଏହି ଓଡ଼ିଶାର ରଜ ପର୍ବରେ ଏଭଳି ଏକ ସାମାଜିକ ଗଣମାଧ୍ୟମ ଦ୍ୱାରା ତାଙ୍କୁ ସ୍ୱାଗତ କରାଯାଇଛି ଏବଂ ଏଥିପାଇଁ ରାଜେନ୍ଦ୍ର ଲେଙ୍କା ନିଜେ କହିଛନ୍ତି କି ତାଙ୍କର ଏଇଭଳି ସେବା ମନୋଭାବ ଆଗକୁ ମଧ୍ୟ ଜାରି ରହିବ। ଏବଂ ସବୁଠାରୁ ବଡ଼ କଥା ହେଉଛି, ଆଜି କେବଳ ଆଜି ରଜ ପର୍ବରେ ନୁହେଁ, ରାଜେନ୍ଦ୍ର ଲେଙ୍କା ଯିଏକି ଦୀର୍ଘ 20 ବର୍ଷ ହେଲା ଏଭଳି ଭାବରେ ସାମାଜିକ କର୍ମ ସବୁ କରି ଆସୁଛନ୍ତି, କିନ୍ତୁ କେବେ ବି ସେ ଆଜି ପର୍ଯ୍ୟନ୍ତ କୌଣସି ସୋସିଆଲ ମିଡିଆ କିମ୍ବା କୌଣସି ଗଣମାଧ୍ୟମ ସାମ୍ନାକୁ ଆସିନଥିଲେ। କିନ୍ତୁ ଓଡ଼ିଶା ମିରର ଲାଇଭ୍ ର ଏକ ରିକ୍ୱେଷ୍ଟ ମାଧ୍ୟମରେ ସେ ତାଙ୍କର ଏହି ଭିଡିଓଟିକୁ ଆମକୁ ଦେଇଛନ୍ତି ଏବଂ ସେ କ୍ୟାମେରା ସାମ୍ନାକୁ ସର୍ବପ୍ରଥମେ ଆସିବା ପାଇଁ ସେ ଇଚ୍ଛୁକ ହେଲେ। ରାଜେନ୍ଦ୍ର ଲେଙ୍କା, ଆପଣଙ୍କ ଓଡ଼ିଶା ମିରର ଲାଇଭ୍ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଦୀର୍ଘାୟୁ ହୁଅନ୍ତୁ। ଆପଣ ଏଇଭଳି ଭାବରେ କେନ୍ଦୁଆପଦା ଅଞ୍ଚଳରେ ଆପଣ ସେବା ମନୋଭାବ ଜାରି ରଖନ୍ତୁ। ଏଇଭଳି ଭାବରେ ଆଜିକାଲି ଯେଉଁଭଳି ଭାବରେ କରୋନା ମହାମାରୀ ସମୟରେ ଲୋକ ଖାଇବାକୁ ପାଉନାହାନ୍ତି, ଲୋକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଛନ୍ତି, କିନ୍ତୁ ଆପଣଙ୍କର ଏଇଭଳି ଭାବରେ ଭିନ୍ନ ଢଙ୍ଗରେ ଏକ ରଜ ପର୍ବ ପାଳନ କରିବା ପାଇଁ ଓଡ଼ିଶା ମିରର ଲାଇଭ୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛନ୍ତି। କାରଣ ଆପଣ ଆଜି ଯେଉଁ ଆଦିବାସୀ ପିଲାମାନଙ୍କୁ, ଗରିବ ପିଲାମାନଙ୍କୁ ବସ୍ତ୍ର ବଣ୍ଟନ କରିଛନ୍ତି, ଆଜି ତାଙ୍କ ମୁହଁରେ ହସର ଉନ୍ନାଦ ଖେଳି ଯାଇଛି, ଯେଉଁଗୁଡ଼ିକି ତାଙ୍କର ଆପଣଙ୍କ ପାଖକୁ ବୁଦ୍ଧିଜୀବୀଙ୍କର ମହଲରୁ ଆପଣଙ୍କ ପାଖକୁ ଆଶୀର୍ବାଦର ସୁଅ ଛୁଟିଛି ଏବଂ ସମାଲୋଚନା ମଧ୍ୟ ଆପଣଙ୍କୁ କରିଛନ୍ତି। ଆପଣଙ୍କର ଏଇଭଳି ସମାଜ ସେବାକୁ ସେମାନେ ସ୍ୱାଗତ କରିଛନ୍ତି ଏବଂ ଆଦିବାସୀ ପିଲାମାନେ ମଧ୍ୟ ଆପଣଙ୍କୁ ବହୁତ ଆଶୀର୍ବାଦ କରିଛନ୍ତି ଏବଂ ସେମାନେ ଆପଣଙ୍କର ଆୟୁଷ ଦୀର୍ଘାୟୁ କାମନା ମଧ୍ୟ ଭଗବାନଙ୍କ ନିକଟରେ କରିଛନ୍ତି। ପୁଣି ଥରେ କହି ରଖିବି, ରାଜେନ୍ଦ୍ର ଲେଙ୍କାଙ୍କୁ ଓଡ଼ିଶା ମିରର ଲାଇଭ୍ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଏଇଭଳି ସାମାଜିକ କର୍ମ ପାଇଁ। ଧନ୍ୟବାଦ।